ସାଗର ମୁଁ ମହାନଦୀ ଜୀବନର ଧାରା ଏହି ମାଟିର ରକ୍ଷକ ଏବଂ କଟକର ଅତୁଟ ସାଥୀ। ଗୋଟିଏ ପଟେ ମୁଁ ଆଉ ଅନ୍ୟ ପଟେ ମୋ ଭଉଣୀ କାଠଯୋଡ଼ି। ଆଉ ଆମ ଉଭୟ ନଦୀର ସଂରକ୍ଷଣରେ ରହିଛି ଭବ୍ୟ କଟକ ନଗରୀ। ଆଜି ମୁଁ ଆପଣମାନଙ୍କୁ ଏହାର କାହାଣୀ ଶୁଣାଇବାକୁ ଆସିଛି। ଏକ ଏପରି କାହାଣୀ ଯାହା ସମୟ ସହିତ ପ୍ରବାହିତ ହୋଇଛି, କିନ୍ତୁ ମୋ ମଧ୍ୟରେ ସଦାସର୍ବଦା ସମାହିତ ରହିଛି। ଜଣେ ସାହସୀ ଯୋଦ୍ଧା ରାଜା ମର୍କତ କେଶରୀ ଏହି ଭୂମିକୁ ନିଜର ଦୁର୍ଗ ଭାବରେ ବାଛିଲେ, ଆଉ ଏହାର ନାମ ରଖିଲେ କଟକ। ଏକ ଏପରି ଭୂମି ଯାହା ଅରାଜକତା ଠାରୁ ଦୂରରେ ଶାନ୍ତିର ପ୍ରତୀକ ହେଲା, ଆଉ ଦୁଇ ନଦୀର ମଧ୍ୟରେ ଏକ ସୁରକ୍ଷିତ ସ୍ଥଳୀ ରହିଲା। ଅନେକ ଶତାବ୍ଦୀ ବିତିଗଲା, ଆଉ ସମୟ ଆସିଲା ମହାନ ଗଙ୍ଗବଂଶର ରାଜା ଅନଙ୍ଗ ଭୀମଦେବ ତୃତୀୟଙ୍କର। ରାଜା ଏହି ନଗରରେ ଏକ ଦୁର୍ଗର ନିର୍ମାଣ କଲେ, ଯାହାର ନାମ ଥିଲା ବାରବାଟୀ। ସେହି ସ୍ୱର୍ଣ୍ଣିମ ଦିନ କେତେ ଚମତ୍କାରୀ ଥିଲା, କିନ୍ତୁ ସମୟ କଟକର ଦ୍ୱାର ଦେଶରେ ନୂଆ ଶାସକଙ୍କୁ ଆଣି ଛିଡ଼ା କରିଦେଲା। ନିଜର ବୈଭବରେ ଲିପ୍ତ ମୋଗଲ ଆସିଲେ, ଆଉ କଟକର ସ୍ୱରୂପକୁ ଦେଖି ମନ୍ତ୍ରମୁଗ୍ଧ ହୋଇଗଲେ। ସେମାନେ ଏହି ଅଦ୍ଭୁତ ନଗରୀକୁ ଅଭିନବ ବାରାଣସୀ ଅର୍ଥାତ୍ ନୂଆ ବାରାଣସୀ କହିଲେ। ମୋଗଲମାନେ ଏଠାରେ ମସଜିଦ ଏବଂ ମିନାର ନିର୍ମାଣ କଲେ। ସେତେବେଳେ ଲାଗିଲା ଯେପରି କଟକର ମୁକୁଟରେ ରତ୍ନ ଖଚିତ ହୋଇଛି, କିନ୍ତୁ ଏ ସମୟ ମଧ୍ୟ ବଦଳିଗଲା। ପୁଣି ମରାଠା ଆସିଲେ। ସେମାନେ ବ୍ୟାପାରୀ ବି ଥିଲେ, ଆଉ ଯୋଦ୍ଧା ବି। ସେମାନେ ବ୍ୟବସାୟକୁ ପ୍ରାଧାନ୍ୟ ଦେଲେ, ଆଉ କଟକକୁ ଏକ ବ୍ୟବସାୟିକ କେନ୍ଦ୍ରରେ ପରିବର୍ତ୍ତନ କରିଥିଲେ। ନୂଆ ଭାଷା ଆଉ ସଂସ୍କୃତି ଏଠାକାର ପବନରେ ସ୍ୱାଧୀନ ଭାବରେ ଛୁଇଁବାକୁ ଲାଗିଲା। ଜଳର ହଲଚଲ ଭୟାନକ ଭଙ୍ଗୀରେ ବଦଳିଗଲା, କାରଣ ଇଂରେଜମାନଙ୍କ ଆଗମନ ହୋଇସାରିଥିଲା। ସେମାନେ 1803 କଟକକୁ ଅଧିକାର କରିନେଲେ, ଏହାକୁ ନିଜର ସାମ୍ରାଜ୍ୟରେ ବାନ୍ଧିଦେଲେ। କଟକକୁ ବଦଳିବାକୁ ବିବଶ କରାଗଲା, ଏହାର ଆତ୍ମାକୁ ପରୀକ୍ଷା କରାଗଲା, କିନ୍ତୁ କଟକ ହାର ମାନିଲା ନାହିଁ। କିନ୍ତୁ ଯେପରି ବିନାଶ ପରେ ପୁଣି ନବସୃଜନ ହୋଇଥାଏ, ସେହିପରି କଟକର ସ୍ୱର୍ଣ୍ଣିମ ଦିନ ପୁଣି ଫେରିଲା। ସ୍ୱାଧୀନତା ପରେ କଟକ ପୁଣି ଗର୍ବର ସହିତ ମୁଣ୍ଡ ଟେକିଲା। ଆଜି ଏହାକୁ ମିଲେନିୟମ ସିଟି କୁହାଯାଉଛି। ଆଜି ଏହାର ଗଳି ସକାଳ ପରି ଚମକୁଛି। ଏହାର ବଜାରରେ ବ୍ୟବସାୟର କୋଳାହଳ ଅଛି, ଆଉ ଏହାର ମନ୍ଦିର ପ୍ରାର୍ଥନାରେ ଗୁଞ୍ଜରିତ ହେଉଛି, ଯାହା ମୋର ଲହଡିର ସ୍ପନ୍ଦନରେ ସମତାଳିତ ହେଉଛି। ମୋ ପ୍ରିୟ କଟକ ଆଜି ମଧ୍ୟ ଅଦ୍ଭୁତ ଶକ୍ତିରେ ଚକମକ ହେଉଛି। ବାରବାଟୀ ଦୁର୍ଗ ଏବେ ଯଦିଓ ଜୀର୍ଣ୍ଣ ଶୀର୍ଣ୍ଣ ହୋଇଛି, କିନ୍ତୁ ଏହାର କାନ୍ଥ ଏବେ ମଧ୍ୟ ସେହି ଲୋକମାନଙ୍କୁ ନିଜର ଅତୀତର କାହାଣୀ ଶୁଣାଉଛି, ଯେଉଁମାନେ ତାକୁ ଶୁଣିବାକୁ ଆସୁଛନ୍ତି।